অভয়বাণী অভয়বাণী অভয়বাণী। ଜୟଗୁରୁ ଜୟଗୁରୁ ଜୟଗୁରୁ। ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ପାଦପଦ୍ମରେ ଭକ୍ତିପୂତ ପ୍ରଣତି। ସମସ୍ତ ଭାଇ ଓ ମା'ମାନଙ୍କୁ ଜୟଗୁରୁ ପ୍ରଣାମ। ଆଜି ଅଭୟବାଣୀର ଅଭୟ ମୂର୍ଚ୍ଛନା କାର୍ଯ୍ୟକ୍ରମରେ ଆମେ ଶ୍ରୀ ଶ୍ରୀ ଠାକୁରଙ୍କର ଶ୍ରୀହସ୍ତଲିଖିତ ବାଣୀ ପ୍ରଥମ ଖଣ୍ଡ 12 ନମ୍ବର ବାଣୀ ପାଠ କରିବାକୁ ଯାଉଛି। ବତ୍ସ, ମୁଁ ଯେତେବେଳେ ତୁମମାନଙ୍କ ନିକଟରୁ ଶିଷ୍ୟତ୍ୱର ବରଣ ନେଇଛି, ସେତେବେଳେ ଜଗତର ଯେଉଁଠି ରହେନା କାହିଁକି ସର୍ବଦା ତୁମମାନଙ୍କର ମଙ୍ଗଳ ଚିନ୍ତା କରିବି, ସ୍ନେହାଶୀର୍ବାଦ ପ୍ରଦାନ କରିବି। ଆଉ କେବଳ ଶିଷ୍ୟ ନୁହେଁ, ମୁଁ ତୁମମାନଙ୍କୁ ପୁତ୍ର କନ୍ୟାଙ୍କ ଭଳି ସ୍ନେହ ଚକ୍ଷୁରେ ଦେଖିଥାଏ। ଏ କଥା ଭୁଲ ନା। ଜୟଗୁରୁ। ଏଇ ବାଣୀଟି ଠାକୁରଙ୍କର ଚିଠି ପ୍ରଥମ ଖଣ୍ଡ 29 ନମ୍ବର ଚିଠିରୁ ଆସିଛି। ଏ ଚିଠିଟି ଠାକୁର ଯେତେବେଳେ କାଶୀର ଗମ୍ଭୀରରେ ଥିଲେ 30/11/22 କଥା, ସେତେବେଳେ ଠାକୁର ଜଣେ ଭକ୍ତଙ୍କ ପ୍ରଶ୍ନର ଉତ୍ତର ବା ଚିଠିର ଉତ୍ତର ପ୍ରଦାନ କରି ତାଙ୍କୁ ଅଭୟ ଆଶୀର୍ବାଦ ପ୍ରଦାନ କରିଥିଲେ। କହିଥିଲେ ଯେ ତୁମମାନେ ବ୍ୟସ୍ତ ହୁଅନି, ମୁଁ ନିଶ୍ଚୟ ତୁମ ପାଖରେ ଅଛି। ଆଉ ମୁଁ ତୁମମାନଙ୍କୁ ଯେହେତୁ ଗ୍ରହଣ କରିଛି, ତେଣୁ ତୁମମାନଙ୍କର କୌଣସି ବିଷୟରେ ଚିନ୍ତା କରିବାର ନାହିଁ। ତେଣୁ ଆମର ଏଠି କର୍ତ୍ତବ୍ୟ ହେଉଛି, ଠାକୁର କହୁଛନ୍ତି ମୁଁ ତୁମମାନଙ୍କୁ ପୁତ୍ର କନ୍ୟାଙ୍କ ଭଳି ସ୍ନେହ ଚକ୍ଷୁରେ ଦେଖେ। ତେଣୁ ବାପା ଯଦି ଆମକୁ ସ୍ନେହ ଶ୍ରଦ୍ଧା କରନ୍ତି, ତାହେଲେ ପୁତ୍ର କନ୍ୟାଙ୍କର କର୍ତ୍ତବ୍ୟ କ'ଣ? ସେ ପିତା କିଭଳି ଖୁସି ହେବେ, ତାଙ୍କର କାର୍ଯ୍ୟ କେମିତି ହେବ, ସେହିସବୁ ବିଷୟରେ ଆମେ କିଭଳି ଚିନ୍ତା କରିବା, ଆଉ ତାଙ୍କର କାର୍ଯ୍ୟରେ କେମିତି ଆଗକୁ ଯିବା, ସେଇଟା ଆମର କର୍ତ୍ତବ୍ୟ। ଏଠି ଏଇ କଥାଟା ମନେ ପଡ଼େ ଯେ ଠାକୁର କହିଲେ ଯେ ଜଗତରେ ଯେଉଁଠି ରହେନା କାହିଁକି ସର୍ବଦା ତୁମମାନଙ୍କର ମଙ୍ଗଳ ଚିନ୍ତା କରିବେ। ଗୋଟେ କଥା ମନେ ପଡ଼େ ଠାକୁରଙ୍କର। ସେତେବେଳେ ଠାକୁର ଖାଲି ସହରରେ ଅକ୍ଷୟ ତୃତୀୟା ଉତ୍ସବ ହୋଇଥାଏ, ଠାକୁର ଥାଆନ୍ତି। ହଠାତ୍ ବାହାରିଲେ ଯିବାକୁ। କିଛି କାର୍ଯ୍ୟକ୍ରମ ମାନେ କାହାକୁ ସୂଚନା ଦିଆ ହେଇନି, କୁହା ହେଇନି ଯେ ଠାକୁର ଯିବେ ବୋଲିକି। କେହି ବି ଭାବିନାହାନ୍ତି ଠାକୁର ଏତେ ଶୀଘ୍ର ବାହାରିକି ଯିବେ ବୋଲିକି। ସେତେବେଳେ ନିଷ୍ଠାପର ଭକ୍ତ ଥାଆନ୍ତି ତାଙ୍କ ପାଖରେ ଖେପାଦାସ ଭଟ୍ଟାଚାର୍ଯ୍ୟ ଭାଇ। ତେଣୁ ସେ ଖେପାଦାସ ହେଉଛନ୍ତି ଆମର ବସ୍ତର ରାଜା ପ୍ରଫୁଲ୍ଲଚନ୍ଦ୍ର ଭଞ୍ଜଦେବଙ୍କର କୁଳ ପୁରୋହିତ। ତଥାପି ସେ ଠାକୁରଙ୍କର ଆଶ୍ରିତ, ଆଉ ଠାକୁରଙ୍କୁ ବହୁତ ମନ ପ୍ରାଣ ଦେଇ ଭଲ ପାଆନ୍ତି, ତାଙ୍କର ସେବା କରନ୍ତି। ଆଉ ଠାକୁରଙ୍କର କଥା ଉପରେ କେବେ ସେ ପ୍ରତିବାଦ କରନ୍ତି ନାହିଁ। ସେ ଯାହା ଠାକୁର କହିବେ ମାନେ ସେ ସାଙ୍ଗେ ସାଙ୍ଗେ ତାକୁ ଅକ୍ଷର ଅକ୍ଷରେ ପାଳନ କରନ୍ତି। କିନ୍ତୁ ସେଦିନ ଦେଖନ୍ତୁ, ଠାକୁର ହଠାତ୍ ଯେତେବେଳେ କହିଲେ ଯେ ତୁମେ ମୋର ବେଡ଼ିଂ ପତ୍ର ଯେଉଁ ଇଏ ପଟ ସବୁ ବାନ୍ଧ, ଆମେ ଶୀଘ୍ର ଯିବା, ଏଠୁ କାମ ଅଛି। ତେଣୁ ସେ ଯଦିବା ତାଙ୍କର ଇଚ୍ଛା ନଥିଲା, ତଥାପି ଠାକୁରଙ୍କୁ ପ୍ରଶ୍ନ କରି ବି ପାରିଲେନି ଠାକୁର କୁଆଡ଼େ ଯିବା, କ'ଣ କରିବା। କିନ୍ତୁ ଠାକୁର ସେଇ ତାଙ୍କ ମନ କଥା ବୁଝି ନେଇକରି କହିଲେ ଯେ ତୁମେ ମୋ ସହିତ ଯିବ କି ନାହିଁ କୁହ। ଟିକେ ଟାଣିକି ଠାକୁର କହିଲେ ଟିକେ ଗମ୍ଭୀର ସ୍ୱରରେ। ତେଣୁ ସିଏ ଆଉ କିଛି ପ୍ରତିବାଦ ନ କରିକି ଠାକୁରଙ୍କର ଯାହା ଲୁଗାପଟା ସବୁ ଇଏ ଧରିକି ଚାଲିଲେ। ସେମିତି ଠାକୁରଙ୍କ ସାଙ୍ଗରେ ଚାଲିଥାନ୍ତି। ଷ୍ଟେସନକୁ ଗଲେ, ଷ୍ଟେସନରେ ଟିକେଟ୍ କରି ଟ୍ରେନରେ ବସିଲେ। ତାପରେ ସେଠୁ ଯାଇକି ଆଉ ଗୋଟେ ଟ୍ରେନ୍ ପରିବର୍ତ୍ତନ କଲେ। ଏମିତି 2 ଦିନ ଲାଗିଲା ଟ୍ରେନରେ ଯିବାକୁ। ତାପରେ ଗୋଟେ ଶଗଡ଼ ଗାଡ଼ିରେ ବସିକିରି କିଛି ବାଟ ଗଲେ। ସେଇ ବିଷୟବସ୍ତୁଟା ବହୁତ ଚମତ୍କାର, ତାକୁ ପଢ଼ିଲେ ଅନ୍ତର ଦ୍ରବୀଭୂତ ହୋଇଯାଏ। ଆଉ ଭକ୍ତର ଭଗବାନ କିପରି, ଯେଉଁ କଥା ଠାକୁର କହିଛନ୍ତି ଯେ ସର୍ବଦା ତୁମମାନଙ୍କ ମଙ୍ଗଳ ଚିନ୍ତା କରିବି, ସେଇ ଭାବନା ଆସେ। ତେଣୁ ସେ ଯାଉଥାନ୍ତି, ତଥାପି ବି ଠାକୁର କିଛି କହୁନଥାନ୍ତି। ଇଏ କେବଳ ନୀରବ ଦ୍ରଷ୍ଟା ଭଳି ସବୁ ମାନେ ଦେଖି ଚାଲିଥାନ୍ତି। ଠାକୁର ବସିଛନ୍ତି, ସେ ବସିଛନ୍ତି, ସେ ନୀରବ ଭାବରେ ସେମିତି ଚାଲିଥାଏ। 2 ଦିନ ଚାଲିଥାଏ। ମଝିରେ ଖାଲି ଯେତିକି ଜଳଖିଆ ଟିକେ ହେଇଛି ସେତିକି। ଯାହା ହଉ, ଶେଷରେ ଠାକୁର ଯାଇକି ଗୋଟେ ଜାଗାରେ ପହଞ୍ଚିଛନ୍ତି, ଗୋଟେ ଜୀର୍ଣ୍ଣ ଶୀର୍ଣ୍ଣ କୁଟୀର। ସେଠି ଜଣେ ମା' ତା ଭିତରେ ଥିଲେ। ଠାକୁର ଶଗଡ଼ ଗାଡ଼ିରୁ ଓହ୍ଲେଇକି ଡାକିଲେ ସେଇ ସ୍ନେହବଳା କଣ୍ଠରେ, କେଉଁଠି ଅଛି ରେ ମା', ଆ ମୁଁ ଆସିଛି। ଠାକୁରଙ୍କର ପାଟି ଶୁଣି ବୃଦ୍ଧା 80 ବର୍ଷର ବୃଦ୍ଧା ମା' ବାହାରକୁ ବାହାରି ଆସିଲେ। ଯେମିତି ଠାକୁରଙ୍କୁ ଦେଖିଲେ, ସେ ଠାକୁରଙ୍କ ପାଦରେ ପଡ଼ିଗଲେ। ଲୁହ ଗଦଗଦ କଣ୍ଠରେ ଠାକୁରଙ୍କୁ ଜାବୁଡ଼ି ଧରିଲେ ପାଦକୁ।
ସେଇଠି ପଡ଼ି ରହିଲେ ଠାକୁରଙ୍କ ପାଖରେ। ଠାକୁର କହିଲେ ଉଠୁ, ମୁଁ ଆସିଛି, ତୋର ଭୟ କରିବାର କିଛି ନାହିଁ। ତାପରେ ଜଣାଯାଏ ଯେ ଠାକୁର ସେଠି ରହିଛନ୍ତି ରାତିରେ, ତା ପରଦିନ ତାଙ୍କୁ ଦୀକ୍ଷା ପ୍ରଦାନ କରିଛନ୍ତି, ଦୀକ୍ଷା ଦେଇଛନ୍ତି। ଏଇଠି କହି ରଖିବି ଯେ ଯେଉଁ ଖେପାଦାସ ଭାଇ ସେ ଭାବିଥିଲେ ଯେ ବସ୍ତ୍ରର ରାଜା ହେଉଛନ୍ତି ଠାକୁରଙ୍କର ଶିଷ୍ୟ, ତେଣୁ ଇଏ ଠାକୁର ହେଉଛନ୍ତି ରାଜାଙ୍କର ଠାକୁର, ଇଏ ସବୁ ବଡ଼ଲୋକିଆଙ୍କର ଠାକୁର। ଆମ ଭାଷାରେ ଇଏ ଗରିବ ଦୁଃଖୀ ଦରିଦ୍ର ଠାକୁର ନୁହେଁ। ଏଇ କଥାଟା ତାଙ୍କ ମନ ଭିତରେ ଥିଲା, ଠାକୁର ଏଇଟା ଜାଣିଥିଲେ। ତେଣୁ ଏଇ ଯେଉଁ ଘଟଣା ଘଟିଲା ସେଇଠି ସିଏ ମଧ୍ୟ ଠାକୁର ଏପର୍ଯ୍ୟନ୍ତ ତାଙ୍କ ପାଟିରୁ କିଛି ବାହାରି ନଥିଲା। ସେଇଠି ସେ ଦେଖିଲା ପରେ ସେ ମଧ୍ୟ ଠାକୁରଙ୍କ ପାଖରେ ପଡ଼ିଲେ, କହିଲେ ଠାକୁର ଆଜି ମୁଁ ବୁଝିଲି ଯେ ତମେ ମଧ୍ୟ ଦିନ କାଙ୍ଗାଳର ଠାକୁର, ତମେ ଭକ୍ତର ଭଗବାନ, ତମେ ପ୍ରକୃତରେ ସମସ୍ତଙ୍କର ଠାକୁର, ଆଉ ଅନ୍ତରର ଠାକୁର, ଆମର ପ୍ରାଣର ଠାକୁର। ତେଣୁ ପରବର୍ତ୍ତୀ ସମୟରେ ଜଣାଯାଇଛି ଯେ ଆମେ ଶୁଣିଥିଲେ ପୁରାଣରୁ, ସବରୀ ଅପେକ୍ଷା କରି ରହିଥିଲା ସାରା ଜୀବନ, ଶେଷରେ ପ୍ରଭୁ ରାମଚନ୍ଦ୍ର ଆସିକି ଦର୍ଶନ ଦେଇଥିଲେ, ଅଇଁଠା କୋଳି ଖାଇଥିଲେ। ଇଏ ହେଉଛି ସେଇଭଳି ଘଟଣା। ଏ ମା ଜଣକ ବହୁତ ଦୁଃଖୀ ଦରିଦ୍ର, କିନ୍ତୁ ତାଙ୍କର ପ୍ରବଳ ଇଚ୍ଛା ଥିଲା, ଯେହେତୁ ତାଙ୍କର ପୂର୍ବଜନ୍ମର ସ୍ୱୀକୃତ ଥିଲା, ସେ ସଦ୍ଗୁରୁଙ୍କ ଆଶ୍ରିତ ହେବେ, ଦୀକ୍ଷା ନେବେ, ଏଇ ଭାବନାଟା ତାଙ୍କ ମନ ଭିତରେ ପ୍ରବଳ ଥିଲା, ଜାଗିଥିଲା। ସେ ସେଇଠି ପୂଜା ପାଠ ଯେତେବେଳେ କରନ୍ତି ଠାକୁରଙ୍କୁ, ସେତେବେଳେ ସେ ମନେ ମନେ ସବୁବେଳେ ଚିନ୍ତା କରନ୍ତି ଯେ ମୁଁ କେମିତି ଜଣେ ସଦ୍ଗୁରୁ ପ୍ରାପ୍ତ ହୁଅନ୍ତି ଆଉ ଦୀକ୍ଷା ନିଅନ୍ତି। ତେଣୁ ସେ ହଠାତ୍ କିଛି ଦିନ ପରେ ତାଙ୍କର ଯୁବା ଅବସ୍ଥାରେ ସେ ସ୍ୱପ୍ନାଦେଶ ହେଇଥିଲା ତାଙ୍କୁ, ବା ସ୍ୱପ୍ନ ମାଧ୍ୟମରେ ସେ ଦେଖିଥିଲେ ଠାକୁରଙ୍କୁ, ଆଉ ଠାକୁର ତାଙ୍କୁ ସ୍ୱପ୍ନରେ ଦୀକ୍ଷା ଦେଇଥିଲେ। ତେଣୁ ସେ ସେଇଦିନଠୁ ଭାବୁଛନ୍ତି ଯେ ଇଏ କିଏ, ସେ ଠାକୁରଙ୍କର ସେଇ ଯେଉଁ ମୂର୍ତ୍ତିକି ସେ ସବୁବେଳେ ଧ୍ୟାନ କରୁଛନ୍ତି। ମାନେ ସ୍ୱଦେହରେ ଠାକୁର ସେପର୍ଯ୍ୟନ୍ତ ତାଙ୍କୁ ଦେଖିନଥିଲେ, ସେ ଦେଖିନଥିଲେ ସ୍ୱଦେହରେ ଠାକୁରଙ୍କୁ, କି ଠାକୁର ତାଙ୍କ ପାଖକୁ ଆସିନଥିଲେ, କି ସେ ଏଭଳି ତାଙ୍କର ଅବସ୍ଥା, ଆର୍ଥିକ ଦୁରାବସ୍ଥା ଥିଲା ଯେଉଁଥିରେ କି ସେ ବାହାରକୁ ଆସିବାର ବି ତାଙ୍କ ପାଖରେ ଆର୍ଥିକ ସ୍ୱଚ୍ଛଳତା ନଥିଲା। ତେଣୁ କେବଳ ଥିଲା ଭାବନା, ଭକ୍ତି ଆଉ ଅଶ୍ରୁଭରା ଜଳ ଧୋଇକି ସେ ଠାକୁରଙ୍କର ସେବା କରୁଥିଲେ। ସେଇ ଯେଉଁ ମନୋମୟ ମୂର୍ତ୍ତିକି ସେ ସବୁବେଳେ ପୂଜା କରୁଥିଲେ। ତେଣୁ ଆଜି ଠାକୁର ଆସି ପହଞ୍ଚିକି ସେଇ କଥା ଯେତେବେଳେ ଖେପାଦାସ ଭାଇକି କହିଲେ, ଖେପାଦାସ ଭାଇ ଜାଣିଲେ ଯେ ଠାକୁର କାହିଁକି ହଠାତ୍ ହାଲିଶହରରୁ ଆସି ଏତେ ଦୂର ଦୂରାନ୍ତ ଆସି ଏତେ କଷ୍ଟ ସ୍ୱୀକାର କରି, ସେ ଲେଖା ହେଇଛି ସେଥିରେ ଯେ ଶଗଡ଼ ଗାଡ଼ିରେ ଆସିଲା ବେଳେ ସେ ଠାକୁର ଆଉ ଖେପାଦାସ ବସିଥାନ୍ତି, ଶଗଡ଼ର ଯେଉଁ କଟର କେଁ ଶବ୍ଦ ଆଉ ଯେଉଁ ଢପ ହେଇକି ଯିବା ଭିତରେ ଇଏ ତାଙ୍କ ଦେହରେ ବାଡ଼େଇ ହେଉଛନ୍ତି, ସେ ତାଙ୍କ ଦେହରେ ବାଡ଼େଇ ହେଉଛନ୍ତି, କିନ୍ତୁ ଠାକୁର ଟିକେ ବି ମାନେ ଯେଉଁ ବିରକ୍ତି ମନୋଭାବ, ଯେ କଷ୍ଟ ଲାଗୁଛି କି ଇଏ ହେଉଛି, ସେମିତି କେବେ ପ୍ରକାଶ ତାଙ୍କ ମୁଖରୁ ପ୍ରକାଶ ହେଇନି। ଭାଇ ଲେଖିଛି, ଖେପାଦାସ ମହାରାଜ ଲେଖିଛନ୍ତି ଯେ ଏମିତି କେବେ ମୁଁ ଅନୁଭବ ଦେଖିନି ତାଙ୍କ ମୁହଁରେ। ଯେତେବେଳେ ମାଆଙ୍କ ପାଖରେ ପହଞ୍ଚିଗଲେ ସେତେବେଳେ ସେ ମଧ୍ୟ ଦେଖିଲେ ସେଇଠି ଠାକୁରଙ୍କର କିଭଳି ପ୍ରସନ୍ନ ମୁଖ ଥାଏ, ବା ଠାକୁର କିନ୍ତୁ ହସ ହସ ବଦନରେ ଆମକୁ କୃପା ବର୍ଷା କରନ୍ତି, ସେଇଠି ସେ ଅନୁଭବ କରିଥିଲେ। ଆଉ ଠାକୁରଙ୍କୁ ଦେଖିକି ସେ ମା ମଧ୍ୟ କହିଥିଲେ, ପ୍ରଭୁ ଏତେ ଦିନ ପରେ ତମର ମନେ ପଡ଼ିଲା ମୋ କଥା। ତେଣୁ ଏଇ ହେଉଛି ଘଟଣା। ଯଦି ଏକ ବାସ୍ତବରେ ବିଶ୍ୱାସ କରିବା ଆଉ ଅନୁଭବ କରିବା ଯେ ପ୍ରକୃତରେ ଠାକୁର ସଦ୍ଗୁରୁ, ଆଉ ସେ ମଧ୍ୟ ସମସ୍ତଙ୍କୁ କୃପା ବର୍ଷଣ କରିବେ, ଆମକୁ ମଧ୍ୟ ଦିନେ ଦର୍ଶନ ଦେବେ, କେବଳ ଆମେ ସେଥିପ୍ରତି ମନୋଭାବ ଆମର ସେଇଭଳି ହେବା ଦରକାର। ଆଉ ତାଙ୍କ ପ୍ରତି ଏକନିଷ୍ଠ ଭାବରେ ଆମେ ଯଦି ଚିନ୍ତା କରିବା, ତାଙ୍କର କାର୍ଯ୍ୟ କରିଚାଲିବା, ଆଉ ତାଙ୍କୁ ସବୁବେଳେ ସ୍ମରଣ ମନନ କରିବା, ଏଇ ଯେଉଁ କାର୍ଯ୍ୟ ଆମେ ସବୁ କରୁଛେ, ବାହ୍ୟ ଜଗତର କାର୍ଯ୍ୟ, ସଂଘ ସମ୍ମିଳନୀ, ଉତ୍ସବ, ଏଇ ଯେଉଁ ସବୁ ବ୍ୟବସ୍ଥା, ସେବା, ଏସବୁ ବାହ୍ୟ ଜଗତର କାର୍ଯ୍ୟ, କିନ୍ତୁ ସେ ମା ତ କିଛି କରିନଥିଲେ, କେମିତି ପାଇଲେ ଠାକୁରଙ୍କୁ? ଠାକୁର ଏତେ କଷ୍ଟ କରି କେମିତି କାହିଁକି ତାଙ୍କ ପାଖକୁ ଗଲେ? ଉଭୟଟା ଦରକାର। ତେଣୁ କେବଳ ଯେ ଏଇ କେବଳ ବାହ୍ୟ ଜଗତରେ ରହିଲେ ବି ଠାକୁରଙ୍କର କୃପା ମିଳିବ, କିନ୍ତୁ ଯେଉଁ କଥା ପୂର୍ବବାଣୀରେ କୁହାହେଇଛି ଯେ ସମୟ ସାପେକ୍ଷ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ଆମେ ଯଦି ସେତିକି ଭାବରେ ନିଷ୍ଠାପର ହେବା, ଏବେ ତାଙ୍କର ଏ ଜଗତର କାର୍ଯ୍ୟ କରିବା, ତା ସହିତ ଅନ୍ତର ସାଧନା କରି ଚାଲିବା, ଯେଉଁଟାକି ଅନ୍ତରାତ୍ମାର ସହିତ ମନୋଭାବ। ମୁଁ ସବୁବେଳେ ଭାବେ ବେଳେବେଳେ ଯେ ଜଗନ୍ନାଥଙ୍କୁ ଦାସିଆ ବାଉରୀ ନଡ଼ିଆ ଦେଲେ ସେ ନେଇଗଲେ, ଦାସିଆ ବାଉରୀ ପାଖରେ କିଭଳିଆ ଭକ୍ତି ଥିଲା, ସେ ଭକ୍ତିଟା ଆମେ କେମିତି ପାଇବା? ତେଣୁ ଆମର ସେଇଟା ହେଉଛି ଚରମ। ତେଣୁ ଆମେ ମଧ୍ୟ ସେଇଭଳି ଠାକୁରଙ୍କ ପାଖରେ ନିଷ୍ଠାପର ଭାବରେ କାର୍ଯ୍ୟ କରିଚାଲିବା, ଯେଉଁଟାକି ଆମ ହାତରୁ ବି ଠାକୁର ନଡ଼ିଆ ନେବେ। ଆମେ ଯେଉଁ ଭୋଗ ପ୍ରସାଦ ଠାକୁରଙ୍କୁ ସମର୍ପଣ କରୁଛେ, ତେଣୁ ଆମେ ବି ଅନୁଭବ କରିପାରିବା ଠାକୁର ମଧ୍ୟ ଆମକୁ କୃପା କରୁଛନ୍ତି। ଆଉ ସେ ମଧ୍ୟ ଏଇ ବାଣୀ ମାଧ୍ୟମରେ କହିଛନ୍ତି
ଯେ ମୁଁ ତୁମମାନଙ୍କୁ ପୁତ୍ର କନ୍ୟାଙ୍କ ଭଳି ସ୍ନେହ ଚକ୍ଷୁରେ ଦେଖେ, ଏ କଥା ଭୁଲ ନା। ଯଦି ଆମେ ଏଇ କଥା ସବୁବେଳେ ମନେ ରଖିବା ନିଶ୍ଚୟ ତାଙ୍କର କାର୍ଯ୍ୟରେ ଆମେ ଆଗଭର ହେବା, କାର୍ଯ୍ୟ କରି ଚାଲିବା। ତେଣୁ ଆସନ୍ତୁ ଭାଇ ଓ ମାଆ ମାନେ ସମସ୍ତେ ଚେଷ୍ଟା କରିବା ସେଇ ମାଆଟି ଭଳି, ସେଇ 80 ବର୍ଷର ବୃଦ୍ଧା ମାଆଙ୍କ ଭଳି ଆମେ ତାଙ୍କୁ ଯେମିତି ପାଇପାରିବା ସେଇଭଳି ଚେଷ୍ଟିତ ହେବା, କାର୍ଯ୍ୟ କରି ଚାଲିବା ଆଉ ତାଙ୍କ କୃପା ଆକର୍ଷଣ ପାଇଁ ତାଙ୍କ ପାଖରେ ପ୍ରାର୍ଥନା କରିବା। ତାଙ୍କ କୃପା ବିନା ଆମେ ପାଇପାରିବା ନାହିଁ, ଏଇଟା ସତ୍ୟସିଦ୍ଧ କଥା। କିନ୍ତୁ ସେ କୃପା ଆକର୍ଷଣ ପାଇଁ ଆମେ କ'ଣ କରିପାରିବା, କେମିତି ସାଧନ କରିବା, ସେଥିପାଇଁ ତ ଆମେ ଚେଷ୍ଟା କରିପାରିବା ନା। ତେଣୁ ସମସ୍ତେ ଆସନ୍ତୁ, ଆମେ ସେଇ ଚେଷ୍ଟାରେ ବ୍ରତୀ ରହି ତାଙ୍କ ପାଖରେ ପ୍ରାର୍ଥନା କରିବା। ହେ ଠାକୁର, ଆପଣଙ୍କର ଦର୍ଶନ ଆମେ ଯେମିତି ଲାଭ କରିପାରୁ, ଆପଣଙ୍କ କୃପା ଲାଭ କରୁ, ଆମକୁ ସେଇଭଳି କୃପା ବର୍ଷଣ କରନ୍ତୁ, ଆଶୀର୍ବାଦ କରନ୍ତୁ। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ।